କଥା ତମର ବୁଝିଲ କାଳିଆ ପାଳ କଥା ମୁଁ ସେଇଥିପାଇଁ କହେ ମୁଣ୍ଡରେ ବୁଦ୍ଧି ବୁଦ୍ଧି ବୋଲି କିଛି ନାହିଁ ଆଜ୍ଞା ସଭା ତ ସମୟ ହୀରାଧର ଚାଲିଗଲା ସେଦିନ ରାଜନଗରକୁ ମନେ ପଡିଯାଇଛି ପିତୃପୁରୁଷଙ୍କର ସ୍ୱପ୍ନାଦେଶ କହିଲେ ଅପୁତିବ ରାଜମୁଖ ନ ଚାହିଁ ପିତୃପୁରୁଷଙ୍କୁ ଆଜି ପିଣ୍ଡଦାନ କରିବି ଆଜ୍ଞା ରାଜାଙ୍କୁ ନମସ୍କାର କରିବ ନାହିଁ ସ୍ଥିର କରିଛି କାର୍ଯ୍ୟ ହାସଲ ପରେ ସେଦିନ ଆଉ ରାଜାକୁ ନମସ୍କାର କଲା ନାହିଁ ନିଜ ମୁଖରେ ଲୁଗାଟା ପକେଇ ଦେଇ ଇଏ ହୀରାଧର ଆଡ ଆଡ ହୋଇ ଚାଲିଗଲା କଥାଟା ରାଜାଙ୍କୁ ସରବିଧ ପ୍ରାୟ ଲାଗିଲା ଲାଗିବନି ଯୋଉ ଜାଗାରେ ପୂଜ୍ୟ ପୂଜାର ବ୍ୟତିକ୍ରମ ଘଟେ ଗୁରୁଜନ ମାନଙ୍କୁ ଲଘୁଜନ ମାନେ ମାନିବେ ନାହିଁ ଅବମାନନା କରିବେ ସେ ଜାଗାରେ ଲଘୁଜନ ମାନଙ୍କର ଏପରି ବ୍ୟବହାରକୁ ନେଇ ଗୁରୁଜନ ମାନଙ୍କର ମନ ଦୁଃଖ ତେଣୁ ରାଜାଙ୍କୁ ଖୁବ ଜୋରେ କଥାଟା ବାଧିଲା କହିଲେ ନୀତି ପ୍ରତି ଯିଏ ନମସ୍କାର କରି ଯାଏ ଆସେ ସେ ଆଜି ନମସ୍କାର କରିବା ଦୂରର କଥା ମୋ ମୁଖ ବୁତିଲେ ଚାହିଁଲାନି କାରଣ କଣ କଥାଟା ପଚାରିବି କାହାକୁ ନା ମୋ ରାଣୀ ହେଉଛନ୍ତି ଉତ୍ତମ ବୁଦ୍ଧିମତୀ ରାଣୀକୁ ଏ କଥା ପଚାରିଲେ ସେ ସଠିକ ଉତ୍ତର ଦେଇପାରିବେ ବୋଲେ ଶୁଣିବେ ଗୁଣିକ ଜନ ଯାହା ହେବ ଆଲୋଚନା ରାଜା ଧୀରେ ଚଳିଗଲେ ରାଣୀ ଅନ୍ତପୁରରେ ମିଳିଲେ ରାଣୀ ଅନ୍ତପୁରରେ ପହଞ୍ଚିଗଲେ ରାଜା ଡାକିଲେ ପଦ୍ମାବତୀ ପଦ୍ମା ତମ ମୁଣ୍ଡ ଖରାପ ହେଲାଣି ବୋଧେ ଦେଖ ରାଜା ଭୂମିକାରେ ମୁଁ ଅଛି ସେ ଝିଅ ରାଣୀ ଭୂମିକାରେ ସିଏ ଯେତେବେଳେ ସ୍ୱାମୀ ଡାକିବ ମୁଁ ହଁ କରିବି ନା ତମେ ହଁ କରିବ ତମେ ହଁ କରିବା କଥା ଆଉ ତମେ କାହିଁ ହଁ କଲ ତମେ କାହିଁ ଲେଟ୍ କରୁଛ ସିଏ ସ୍ୱାମୀ ଡାକୁଥିଲେ ମୁଁ ଆଉ ରହିପାରିବିନି ନାଇଁ ମୁଁ ହଁ କରିବାରେ ବିଳମ୍ବ ହେଇଗଲା ବୋଲି ତମେ ମଝିରେ ବସିକି ହଁ କରିବ ନାଇଁ ଆଉ ହଁ କରିବନି ନାଇଁ ପଦ୍ମା ତୁମକୁ ଆଜି ଗୋଟେ ପ୍ରଶ୍ନ ପଚାରିବି ଆଚ୍ଛା କହିଲ ପାଇଖାନା କାର୍ଯ୍ୟରେ ନିୟୋଜିତ ଅଛି ସେ ହୀରାଧର ନୀତି ପ୍ରତି ଯିବା ଆସିବା ବେଳରେ ସେ ମତେ ନମସ୍କାର କରି ଯାଏ ଆସେ ହେଲେ ଆଜି ନମସ୍କାର କରିବା ତ ଦୂରର କଥା ମୋ ମୁଖକୁ ତିଳେ ଚାହିଁଲାନି କାରଣ କଣ କହିଲ ମୁଁ ତ ବୁଝିପାରିଲିନି ବୋଲି ତୁମକୁ ପଚାରୁଛି ପଦ୍ମା ପଦ୍ମା କଣ କରୁଥିଲ ପାଟି କରନି ରାଜାରାଣୀଙ୍କର ମନ ଦୁଃଖ ରାଣୀ ବୁଝେଇ ଦେଲେ ଆଜି ପର୍ଯ୍ୟନ୍ତ ଆମ କୋଳରେ ପୁଅଟି କିମ୍ବା ଝିଅଟି ନଥିବାରୁ ସେ ହୀରାଧର ମୁଖ ନଚାଇ ଫେରିଗଲା ରାଜା ଭାଙ୍ଗି ପଡିଲେ ଦୁଃଖ କହିଲେ ଯୋଉ ରାଜ୍ୟରେ ସାମାନ୍ୟ ପ୍ରଜା ଜଣେ ମୋ ମୁଖ ନଚାହିବ ମତେ ଅବମାନନା କରିବ ନମସ୍କାର ହେବ ନାହିଁ ସେ ରାଜ୍ୟରେ ମୁଁ ରାଜା ଭାବେ ପ୍ରତିଷ୍ଠିତ ହେଇପାରିବିନି ପଦ୍ମା ତେଣୁ ମୁଁ ସ୍ଥିର କରୁଛି ରାଜ୍ୟ ରାଜ ସିଂହାସନ ରାଜ ମୁକୁଟ ତ୍ୟାଗ ପୂର୍ବକ ମୁଁ ପ୍ରବାସକୁ ଚାଲିଯିବି ହଁ ପଦ୍ମା ମୁଁ ପ୍ରବାସକୁ ଚାଲିଯିବି ତମେ ଗଲେ ଠିକ ଅଛି ଦେବଦେବ ମହାଦେବ ମନ୍ଦିର ଯିବା କାହିଁକି ଦେବଦେବ ମହାଦେବ ମନ୍ଦିର ଗଲେ କଣ ହବ ସବୁ ପାଇବ ଯାହା ଖୋଜିବ ଯାହା ପାଇବ ମୁଁ ପାଇଛି ନାହିଁ ହଁ ରାଜାଙ୍କର ମନକୁ ପରିବର୍ତ୍ତନ କରିଦେଲେ ରାଣୀ କହିଲେ ହେ ସ୍ୱାମୀ ପ୍ରବାସ ଯାଇ କି ଲାଭ ଅଯଥା ସମୟ ଅପବ୍ୟୟ କରନା ସେଇ ସମୟରେ ତାହେଲେ ଆଧ୍ୟାତ୍ମିକ ମାର୍ଗୀ ହେଇଯିବା ଦେବଦେବ ମହାଦେବଙ୍କ ଆମେ ଆରାଧନା କରିବା ହଁ ଆରେ ଗୋଟେ ପୁରୁଷର ବୁଦ୍ଧି ଅପେକ୍ଷା ନାରୀର ବୁଦ୍ଧି ଅଧିକା ଘରେ ବସିକି କଣ ହବ ସବୁବେଳେ ଗୋଟେ ପୁରୁଷର ବୁଦ୍ଧି ଠାରୁ ନାରୀର ବୁଦ୍ଧି ଅଧିକା ଆଉ ଗୋଟେ ପୁରୁଷର ଶକ୍ତି ଠାରୁ ଗୋଟେ ନାରୀର ଶକ୍ତି ଅଧିକା କଥାଟା ପଛ କଥାଟା ମାନିବ ସ୍ୱୀକାର କରିବ ପଛ କଥା ମାନିବି କାଇଁ କହିଲେ 4 ଦିନ ତଳେ ଆମ ଘରେ ଟିକେ ଗଣ୍ଡଗୋଳ ହେଲା ଯଦି ଗଣ୍ଡଗୋଳ ହଲ ମୁଁ ଦି ଚାପଡ଼ା ମାରି ଦେଇଛି
ସାର୍ ତମେ ହାତ ଉଠେଇଲ ମୁଁ ଯେମିତି ମାରି ଦେଇଛି ପୁଅ ରାଗ ଗୋଟେ ତାକୁ ଆସିଲା ମୁଣ୍ଡକୁ ଆଉ ବ୍ଲଡ ପ୍ରେସର ମୁଣ୍ଡ ତାର କହିଲା କମ ଆଇଲୁ ଭାଇ କମ ଆଇଲୁ ମାରୁ ହେଇକି ଟେକି ମତେ ପକେଇଦେଲା ରେ ମୋ ସ୍ତ୍ରୀ ସେଟା ଆଉ ସେଇଠୁ ହଁ ପକେଇଦେଲା ଦେଖ ଜେନାବୁ କ୍ୟାମେରା ଲାଗିଛି କ୍ୟାମେରା ଆଗରେ ଏମିତି ଗୋଟେ କହିବା ଠିକ ହଉ କାହିଁକି କଣ ହଁ କଲା ଏତେ ବିକ୍ରି ହବ କଣ ସତ କଥା ଆଜ୍ଞା ହଁ ଗୋଟେ ନାରୀର ଶକ୍ତିଟା ସୁପ୍ତ ଅବସ୍ଥାରେ ଥାଏ ଖର ଜାଣ ଆଉ ତା ଶକ୍ତି ସୁପ୍ତ ଶକ୍ତି ଯେତେବେଳେ ଜାଗ୍ରତ ଅବସ୍ଥାକୁ ଆସିବ ସେ ଜାଗ୍ରତ ହେବା ବେଳେ ସେ ଶକ୍ତିର ସାମ୍ନା କରିପାରିବନି ଗୋଟେ ପୁରୁଷର ଶକ୍ତି ନା ନା ଦେଖନ୍ତୁ ଉଦାହରଣ ଯେତେବେଳେ ଆଜ୍ଞା ଏଇ ନିକଟରେ ଚାଲିଗଲା ଆମର ଦୁର୍ଗତି ନାସିନୀ ମା ଦୁର୍ଗାଙ୍କର ପୂଜା ଉତ୍ସବ ଦଶହରା ମହିଷାସୁର ଉପଦ୍ରବ ଯେତେବେଳେ କଲା ଦେବତା ମାନେ ଅଥୟ ହେଲେ କେହି ଜଣେ ଦେବତା ସକ୍ଷମ ହେଲେ କି ମହିଷାକୁ ମାରିବାକୁ ନାଇଁ ପରିଶେଷରେ ଦେବତା ମାନେ ତବ ସ୍ତୁତି କଲେ ଆବିର୍ଭୂତ ହେଲେ ଦୁର୍ଗତି ନାସିନୀ ମା ଦୁର୍ଗା ଆଜ୍ଞା ମା ଯେତେବେଳେ ଆସିଲେ ଇଏ ସାମାନ୍ୟ ନାରୀ ବୋଲି ମନେ କଲା ସେଦିନ ମହିଷା ଗୋଟେ ସାମାନ୍ୟ ନାରୀକୁ ଯିବି ପୁଣି ମୁଁ ସାକ୍ଷାତ ସାମାନ୍ୟ ଗୋଟେ ନାରୀ ପାଖରେ ମୁଁ ଯିବି ଯୁଦ୍ଧ କରିବାକୁ ଯାଅ ତମେ ଆଗ ଶୁମ୍ଭ ନିଶୁମ୍ଭକୁ ପଠେଇଲା ଇଏ ଚଣ୍ଡ ମୁଣ୍ଡକୁ ପଠେଇଲା ହେଲେ ଚଣ୍ଡ ମୁଣ୍ଡ ଗଲେ ଶୁମ୍ଭ ନିଶୁମ୍ଭ ଗଲେ ହେଲେ କଣ ହେଲା ଗୋଟିଏ ପଦ ଆଜ୍ଞା ଦମ୍ପଡାର କବି ନଟବର ଧର ବୋଲେ ମାରିଲୁ ମା ଚଣ୍ଡ ମୁଣ୍ଡ ତୁ ଭାଙ୍ଗି ଗୋଳେ କାଳି ପୁତ ଚଣ୍ଡ ମୁଣ୍ଡକୁ ମାରିଲେ ଶୁମ୍ଭ ନିଶୁମ୍ଭକୁ ମାରିଲେ ପରିଶେଷରେ ସାମ୍ନା ହେଇଗଲା ଆଜ୍ଞା ମହିଷାସୁର ମହିଷାସୁରକୁ କଣ ମାରନ୍ତି ମାରିଦେଲେ ଶୁଣୁନାହାନ୍ତି ମା ଯେତେବେଳେ ମାରିବାକୁ ଅସୁର ମାନଙ୍କୁ ଗଲେ ମା ଗୋଟେ ଲୁଗା ପିନ୍ଧିଥିଲେ ଯଦି ଲୁଗା ପିନ୍ଧିଥିଲେ ଚଣ୍ଡ ମୁଣ୍ଡକୁ ମାରିଲେ ଶୁମ୍ଭ ନିଶୁମ୍ଭ ମାରିଲେ ସେ ଲୁଗାଟା ମାଙ୍କର ଥନ୍ତି ହେଲା ଯଦି ଥନ୍ତି ହେଲା ମା କହିଲେ ଆଙ୍କୁ ମାରିଲି ଛନ୍ଦୁଣି ମନ୍ଦୁଣି ହେଲେଣି ଆଉ ଏ ଲୁଗାଟା ପିନ୍ଧିବିନି ମା କହିଲେ ଲୁଗାଟା ଫୋପାଡ଼ି ଦେଇକି ତାକୁ ମହିଷାସୁର ଅସୁରକୁ ମାରିଲେ ହେଲା ଲୁଗାଟା ବୋଲି ଛନ୍ଦୁଣି ମନ୍ଦୁଣି ହେଇଗଲେ ରାକ୍ଷସ ବର ପାଇଥିଲା ନାରୀର ବିଭର୍ଷଣ ଅଙ୍ଗ ଦେଖିଲେ ସେଇ ଅସୁର ବିନାଶ ହବ ସେଥିପାଇଁ ମା ଅସମ୍ଭବକୁ ସମ୍ଭବ କଲେ ଆଚ୍ଛା ଦେଖିଲ ଚିନ୍ତା କର ଗୋଟେ ପୁରୁଷର ଶକ୍ତି ଆଉ ଗୋଟେ ନାରୀର ଶକ୍ତି ଅଧିକା କିଏ ନାରୀ ହବ ଶକ୍ତିମୟୀ ସକଳ ଶକ୍ତିର ଆଧାର ସିଏ ଗୋଟେ ପୁରୁଷକୁ ଜନ୍ମ ଦେଇଛି କିଏ ଉତ୍ତର ଜମା ଠିକ ହଉନି ପାଳିଆ ପାଳ କଥା ମୁଁ ସେଇଥିପାଇଁ କହିବି ମୁଁ ଆଗକୁ ଯାଉ କହିବି ପାଳିଆ ପାଳ ଗୋଟେ ପୁରୁଷକୁ ଜନ୍ମ ଦେଇଛି ଜଣେ ନାରୀ ଭାଇନା ଦେଇଛନ୍ତି ଆଲୁଅ ଜଳୁଛି କି ନାଇଁ ଜଳୁଛି ଦେଖି କାଢିଦବ ପ୍ଲଗ ଟା କେମିତି ଜଳିବ ଏ ବଲ ଜଳିବ ପ୍ଲଗ କାଢିଦେଲେ ବୁଝିଲ ଇଏ ପ୍ଲଗ ଲାଗିଛି ତମେ ନେଗେଟିଭ ପଜିଟିଭ କଥା କହୁଛ ତ କଣ ଖାଲି କଣ ନାରୀ ଆଜ୍ଞା ତେଣୁ କଣ ହେଇଛି ନା ଆଜି ବୁଦ୍ଧିମତୀ ପଣ୍ଡିତା ଚତୁରୀ ରାଣୀ ପଦ୍ମାବତୀ ରାଜାଙ୍କର ମନକୁ ପରିବର୍ତ୍ତନ କରିଦେଲେ କହିଲେ ଚାଲ ଦେବଦେବ ମହାଦେବଙ୍କୁ ଆରାଧନା କରିବା ଦୈବାତ ଠାକୁରଙ୍କର ଆଶୀର୍ବାଦ ହେବ ଆମ ଶୂନ୍ୟକୂଳ ପୂର୍ଣ୍ଣ ହେଇଯିବ ଠିକ ଅଛି ଅର୍ଘ୍ୟ ଥାଳି ପୂଜା ସାମଗ୍ରୀ ନେଇ ଶୀଘ୍ର ପ୍ରସ୍ତୁତ ହୁଅ ଯିବା ଦେବଦେବ ମହାଦେବଙ୍କୁ ଆରାଧନା କରିବା ଶିବ ମନ୍ଦିରରେ ପହଞ୍ଚିଗଲେ ଶିବଙ୍କୁ ସ୍ୱାମୀ ରୂପେ ପାଇଲେ ତାଙ୍କୁ ଝିଅ ଗଲେ ଶିବ ମନ୍ଦିର ପାଇବାକୁ ସୁନ୍ଦର ବର କେବେ ହେବ ମାନସିକ ପୁରଣ ତାର
ଆମ ପଡ଼ିଶା ଘର ଝିଅ ଯାଉଛି ଶିବ ମନ୍ଦିର ଆମ ପଡ଼ିଶା ଘର ଝିଅ ଯାଉଛି ଶିବ ମନ୍ଦିର ଆଜି ସୋମବାର ଆଜି ସୋମବାର ଆଜି ସୋମବାର ଆଜି ସୋମବାର ଆମ ପଡ଼ିଶା ଘର ଝିଅ ଯାଉଛି ମୁଣ୍ଡ ଧୋଇ ଖୋଲିଛି ବାଳ ହାତରେ ଧରିଛି ଦୁର୍ଦୁରା ଫୁଲ ମୁଣ୍ଡ ଧୋଇ ଖୋଲିଛି ବାଳ ହାତରେ ଧରିଛି ଦୁର୍ଦୁରା ଫୁଲ କଳସିରେ ନଉଛି ପୁଣି କଞ୍ଚା କ୍ଷୀର ଆମ ପଡ଼ିଶା ଘର ଝିଅ ଯାଉଛି ଶିବ ମନ୍ଦିର ଆମ ପଡ଼ିଶା ଘର ଝିଅ ଯାଉଛି ଶିବ ମନ୍ଦିର